ଗୋଟିଏ ସହରରେ ଜଣେ ଧନୀ ବ୍ୟକ୍ତିଟିଏ ରହୁଥିଲେ। ତାଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥିଲା। ସେ ବହୁତ ସୁଖରେ ତାଙ୍କର ଜୀବନ କାଟୁଥିଲେ। ସେହି ବ୍ୟକ୍ତିଙ୍କର 4ଟି ସ୍ତ୍ରୀ ଥିଲେ। ସେହି 4ଟି ସ୍ତ୍ରୀ ମଧ୍ୟରୁ ସବୁଠୁ ଅଧିକ ଚତୁର୍ଥ ସ୍ତ୍ରୀକୁ ଭଲ ପାଉଥିଲେ। ତାଙ୍କୁ ସେ ବହୁତ ଦାମିକା ଉପହାର ଆଣି ଦେଉଥିଲେ। ତାଙ୍କୁ ସବୁବେଳେ ସେ ସଜେଇ ରଖୁଥିଲେ। ସେ ବ୍ୟକ୍ତିଟି ତାଙ୍କର ଚତୁର୍ଥ ସ୍ତ୍ରୀ ସହିତ ବହୁତ ସମୟ ଅତିବାହିତ କରୁଥିଲେ ଓ ତାଙ୍କ ପାଇଁ ବହୁତ ଧନ ଖର୍ଚ୍ଚ କରୁଥିଲେ। ସେ ତୃତୀୟ ସ୍ତ୍ରୀକୁ ମଧ୍ୟ ଭଲ ପାଉଥିଲେ। ତୃତୀୟ ସ୍ତ୍ରୀ ତାଙ୍କ ପାଇଁ ଗର୍ବର ବିଷୟ ଥିଲେ। ଯେତେବେଳେ ତୃତୀୟ ସ୍ତ୍ରୀ ତାଙ୍କ ସହିତ ରହୁଥିଲେ ସେ ବହୁତ ସମ୍ମାନିତ ଅନୁଭବ କରୁଥିଲେ। କିନ୍ତୁ ସେ ବ୍ୟକ୍ତିଙ୍କୁ ସବୁବେଳେ ଏହା ଡର ଲାଗୁଥିଲା କି ତାଙ୍କ ତୃତୀୟ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ନ ଯାଉ। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀକୁ ମଧ୍ୟ ଭଲ ପାଉଥିଲେ। ତାଙ୍କର ଦ୍ୱିତୀୟ ସ୍ତ୍ରୀ ବହୁତ ବୁଦ୍ଧିମାନ ଥିଲେ। ସେହି ଲୋକଙ୍କ ଜୀବନରେ ଯଦି କେତେବେଳେ କୌଣସି ଅସୁବିଧା ଆସୁଥିଲା ସେ ସବୁବେଳେ ଦ୍ୱିତୀୟ ସ୍ତ୍ରୀ ପାଖକୁ ଯାଉଥିଲେ, କାହିଁକି ନା ତାଙ୍କୁ ଲାଗୁଥିଲା କି ତାଙ୍କ ଦ୍ୱିତୀୟ ସ୍ତ୍ରୀ ସବୁ ସମସ୍ୟାର ସହଜରେ ସମାଧାନ କରିପାରିବେ। ସେହି ବ୍ୟକ୍ତିଟି ତାଙ୍କ 4ଟି ଯାକ ସ୍ତ୍ରୀଙ୍କ ମଧ୍ୟରୁ ଯଦି କାହାକୁ ଭଲ ପାଉନଥିଲେ ସେ ହେଉଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀ। କିନ୍ତୁ ପ୍ରଥମ ସ୍ତ୍ରୀଟି ତାଙ୍କୁ ବହୁତ ଭଲ ପାଉଥିଲେ ଓ ତାଙ୍କୁ ଯତ୍ନ ମଧ୍ୟ କରୁଥିଲେ। ସବୁ ଭଲ କାମ ପାଇଁ ତାଙ୍କ ସ୍ୱାମୀକୁ ପ୍ରୋତ୍ସାହିତ କରୁଥିଲେ ଓ ଖରାପ କାମ କଲେ ତାଙ୍କୁ ତାଗିଦ ମଧ୍ୟ କରୁଥିଲେ। କିନ୍ତୁ ସେ ବ୍ୟକ୍ତିଙ୍କ ଆଗରେ ତାଙ୍କର ପ୍ରଥମ ସ୍ତ୍ରୀର କୌଣସି ମୂଲ୍ୟ ନଥିଲା। ସେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀକୁ କେବେ ବୁଝି ପାରିଲେ ନାହିଁ, ନା କେବେ ଧ୍ୟାନ ଦେଲେ। ଗୋଟିଏ ଥର ସେ ବ୍ୟକ୍ତିଟିର ଦେହ ବହୁତ ଖରାପ ହୋଇଗଲା। ବହୁତ ଚିକିତ୍ସା କଲେ କିନ୍ତୁ କିଛି ଫଳ ମିଳୁନଥିଲା। ସେହି ବ୍ୟକ୍ତିଙ୍କ ଶେଷ ସମୟ ଆସିଯାଇଥିଲା। ସେ ବ୍ୟକ୍ତିଟି ତାଙ୍କ 4ଟି ଯାକ ସ୍ତ୍ରୀଙ୍କୁ ପାଖକୁ ଡାକିଲେ ଓ ପ୍ରଥମେ ତାଙ୍କର ଚତୁର୍ଥ ସ୍ତ୍ରୀକୁ, ଯାହାକୁ କି ସେ ସବୁଠୁ ଅଧିକ ଭଲ ପାଉଥିଲେ, ତାଙ୍କୁ କହିଲେ, ମୋର ଶେଷ ସମୟ ଆସିଗଲାଣି। ମୁଁ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଯିବି। କ'ଣ ତୁମେ ମୋ ସହିତ ଯିବ? କାହିଁକି ନା ମୁଁ ଜାଣିଛି ତୁମେ ମୋ ସହିତ ଗଲେ ବହୁତ ଖୁସି ହେବ। କିନ୍ତୁ ଚତୁର୍ଥ ସ୍ତ୍ରୀଟି ସଙ୍ଗେ ସଙ୍ଗେ ସେ ବ୍ୟକ୍ତିକୁ ମନା କରିଦେଲେ। ଏହା ଶୁଣି ସେ ଲୋକଟିକୁ ବହୁତ ଦୁଃଖ ଲାଗିଲା ଓ ସେ ବ୍ୟକ୍ତିଟି ତାଙ୍କ ତୃତୀୟ ସ୍ତ୍ରୀକୁ ପାଖକୁ ଡାକିଲେ ଓ ସେହି ସମାନ ପ୍ରଶ୍ନ ପଚାରିଲେ, ମୁଁ ଏ ଦୁନିଆରୁ ଚାଲିଯିବି, କ'ଣ ତୁମେ ମୋ ସହିତ ଯିବ? ତୃତୀୟ ସ୍ତ୍ରୀଟି ମଧ୍ୟ ସଙ୍ଗେ ସଙ୍ଗେ କହିଲେ, ନା, ମୁଁ ଯିବି ନାହିଁ। ଆପଣଙ୍କ ଗଲା ପରେ ମୁଁ ଅନ୍ୟ ଲୋକଙ୍କ ପାଖକୁ ଚାଲିଯିବି ଓ ଅନ୍ୟ କାହାକୁ ବିବାହ ହୋଇଯିବି। ସେହି ଲୋକର ମନ ଦୁଃଖରେ ଭାଙ୍ଗିଗଲା। ଏହାପରେ ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀକୁ ପଚାରିଲେ, ମୋ ମୃତ୍ୟୁ ପରେ ତୁମେ କ'ଣ ମୋ ସହିତ ଯିବ? ଦ୍ୱିତୀୟ ସ୍ତ୍ରୀ ଉତ୍ତର ଦେଲେ, ମୋତେ ଆପଣଙ୍କର ମୃତ୍ୟୁରେ ବହୁତ ଦୁଃଖ ଲାଗିବ, ତଥାପି ମୁଁ ତୁମ ସହିତ ଯାଇପାରିବି ନାହିଁ। ମୁଁ କେବଳ ତୁମର ଅନ୍ତିମ ସଂସ୍କାର କରିପାରିବି। ଏହାପରେ ତାଙ୍କର ପ୍ରଥମ ସ୍ତ୍ରୀ, ଯାହାକୁ କି ସେ କେବେ ଭଲ ପାଇନଥିଲେ, ସେ ଆଗକୁ ଆସିଲେ ଓ କହିଲେ, ମୁଁ ତୁମ ସହିତ ଯିବି। ତୁମେ ଯେଉଁ ଜାଗାକୁ ଯିବ ମୁଁ ସବୁବେଳେ ତୁମ ସହିତ ଯିବି। ଏହା ଶୁଣି ସେ ଲୋକଟି କାନ୍ଦି ପକାଇଲେ, କାରଣ ଯେଉଁ ସ୍ତ୍ରୀର ସେ ସବୁଠୁ ଅଧିକ ଉପେକ୍ଷା କରୁଥିଲେ ସେହି ସ୍ତ୍ରୀ ଆଜି ତାଙ୍କ କାମରେ ଆସିଲା। ବନ୍ଧୁଗଣ, ପ୍ରତ୍ୟେକ ମଣିଷ ପାଖରେ ଏହି 4 ଜଣ ସ୍ତ୍ରୀ କିମ୍ବା 4 ଜଣ ପୁରୁଷ ରହିଥାନ୍ତି। ଚତୁର୍ଥ ସ୍ତ୍ରୀଟି ହେଉଛି ଆମ ଶରୀର, ଯାହାକୁ ଆମେ ସବୁଠୁ ଅଧିକ ଭଲ ପାଇଥାଉ। ତାକୁ ସଜାଇବା ପାଇଁ ବହୁତ ଧନ ଓ ସମୟ ଦେଇଥାଉ। କିନ୍ତୁ ମରିବା ପରେ ଆମ ଶରୀର ଆମ ସହିତ କେବେ ଯାଏ ନାହିଁ। ତୃତୀୟ ସ୍ତ୍ରୀଟି ହେଉଛି ଆମର ସମ୍ପତ୍ତି, ଆମର ଧନ, ଯାହାକି ଆମର ଗର୍ବର କାରଣ ହୋଇଥାଏ। କିନ୍ତୁ ଆମର ମୃତ୍ୟୁ ପରେ ସେ ମଧ୍ୟ ଆମ ସହିତ ଯାଏ ନାହିଁ। ସେ ଆଉ କାହାର ହୋଇଯାଇଥାଏ।
ଦ୍ୱିତୀୟ ସ୍ତ୍ରୀ ହେଉଛନ୍ତି ଆମର ପରିବାର ଓ ଆମର ବନ୍ଧୁବାନ୍ଧବ। ଏହି ଲୋକମାନଙ୍କୁ ଆମର ମୃତ୍ୟୁରେ ବହୁତ ଦୁଃଖ ହୋଇଥାଏ, କିନ୍ତୁ ଏମାନଙ୍କ ଭିତରୁ ମଧ୍ୟ ଆମ ସହିତ କେହି ଯିବେ ନାହିଁ। ଏମାନେ କେବଳ ଆମର ଅନ୍ତିମ ସଂସ୍କାର କରିବେ ଓ ତାପରେ ଏହି ଦୁନିଆର ମୋହମାୟାରେ ବ୍ୟସ୍ତ ହୋଇଯିବେ। ପ୍ରଥମ ସ୍ତ୍ରୀ ହେଉଛି ଆମର ଆତ୍ମା, ଯାହାକୁ ଆମେ ସବୁବେଳେ ଉପେକ୍ଷା କରିଥାଉଁ, ଯାହାର କଥାକୁ ଆମେ କେବେ ଶୁଣି ନଥାଉଁ। କିନ୍ତୁ କେବଳ ସିଏ ଅଟେ ଯିଏ ଭଲ ଓ ମନ୍ଦର ଜ୍ଞାନ ଆମକୁ ଦେଇଥାଏ ଓ ମରିବା ପରେ ମଧ୍ୟ ଆମ ସହିତ ଯାଇଥାଏ। ଆମେ ଆମ ଆତ୍ମାକୁ ପୋଷଣ କରି ତାକୁ ସବଳ କରିବା ଉଚିତ ଓ ତାକୁ ଭଲ ପାଇବା ଉଚିତ, କାହିଁକି ନା ସେଇଟା ହିଁ ଆମର ସଠିକ ପରିଚୟ ଅଟେ। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଭଲ ଲାଗିଥିଲେ ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ବେଲ୍ ଘଣ୍ଟିକୁ ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହିତ। ଧନ୍ୟବାଦ।